କହିଥିଲେ ପାରାଦୀପ ବୋଲି ଜୀବନ ସ୍ଥାନ ସେଠାରେ ହଜିବ ସାଧୁଙ୍କ ଜ୍ଞାନ। ସେ କହିଥିଲେ ସାଧୁ ସାବଧାନ ସେଇ କହିଥିଲେ, ଅନ୍ୟ କେହି କହିନଥିଲେ। ବର୍ତ୍ତମାନ ତ ପ୍ରଳୟ ଆସିବ। ଆପଣଙ୍କୁ ବର୍ତ୍ତମାନ କୁହାଯାଉଛି ଏ ବର୍ଷ ଓଡ଼ିଶାରେ ହେଲା କି ମେଘ? କାହିଁ ଆରବ ସାଗରରୁ ଉଠେଇଲା ପାଣି, ବଙ୍ଗୋପସାଗରରୁ ପାଣି ନ ଉଠେଇ ଯାଇକିରି ଉଠେଇ ଉତ୍ତରାଖଣ୍ଡ କା ଧ୍ୱଂସ କଲା। ଏମିତି ପ୍ରଳୟ ହବ? ପ୍ରଳୟ ନହେଲେ ଧ୍ୱଂସ ହବନି, ଲୋକମାନେ ଚେତିବେନି। ସର୍ବେ ହେବେ ଗୁରୁଦ୍ରୋହୀ ନ ମାନିବେ କେହି, ସେହି ସମୟରେ ଆମ୍ଭେ ଉଦୟ ହୋଇବୁ ସଂହାର ପାଇଁ। ଭଗବାନ ଗୋଟିଏ, ଭଗବାନ ଦୁଇଟି ନୁହନ୍ତି, ସତ୍ୟ ଗୋଟିଏ। ସେ କ'ଣ ସମସ୍ତଙ୍କୁ ମାରିପାରିବେ? ସେ କେମିତି ମାରିବେ? ନା ରୋଗ ବୈରାଗ ଦେଇକି ମାରିବେ, କି କାହାର କଳି କରି ମାରିବେ, କି କାହାକୁ କୋଉବାଟେ କ'ଣ ପ୍ରଳୟ କରି ମାରିବେ। ସେ ମାରିବେ ସତ୍ୟ ରକ୍ଷା। ରାମଚନ୍ଦ୍ର କ'ଣ ଆସିଥିଲେ ବଣକୁ ଯିବା ପାଇଁକା? ସୀତାଙ୍କୁ ଛଳରେ ରାବଣକୁ ମାରିଲେ, ଅସୁର ବଂଶ ଧ୍ୱଂସ କଲେ। କୃଷ୍ଣ କ'ଣ ଆସିଥିଲେ କଂସକୁ ମାରିବା ପାଇଁକା? କିନ୍ତୁ ଆସିଥିଲେ କଂସକୁ କୃଷ୍ଣଙ୍କୁ ଦେଖିଦେବୁ କଂସ ମରିଗଲା, ଦେଖୁ ଦେଖୁ ମରିଗଲା। ସେମିତି କଳ୍କି ରାମ ବର୍ତ୍ତମାନ ଆସିଛନ୍ତି, ସେ କଳ୍କି ରାମ ଗୁପ୍ତରେ ଖେଳୁଛନ୍ତି। ବର୍ତ୍ତମାନ ଅନନ୍ତ ଯୁଗ ଆରମ୍ଭ ହେଲାଣି, ଅନନ୍ତ ତାଙ୍କର ଖେଳ କରିବେ। ଏ ଖେଳ ଏ 24ରୁ ଅନନ୍ତ ଯୁଗର ଖେଳ, ଅନନ୍ତ ଖେଳ କରିବେ। ଆଉ ସେ ମହାଭୟଙ୍କର ରୂପରେ ଖେଳ କରିବେ। ସେ ଯେଉଁ ଭୟଙ୍କର ରୂପ ଧରିବ ତାକୁ କେହି ବି ସହିପାରିବେନି। ଯେଉଁ ଭୟଙ୍କର ରୂପରେ ଅନନ୍ତ ଆସିଛନ୍ତି, ଅନନ୍ତ ଯେଉଁ ଭୟଙ୍କର ରୂପରେ ଆସିଛନ୍ତି, ସେ ଯେଉଁ କର୍ମ କରିବେ ସେ କର୍ମକୁ କେହି ବି ସହିପାରିବେନି। ଆଉ ପ୍ରଥମେ ସାଧୁ ସନ୍ଥ ମାନେ ପରୀକ୍ଷା ଦେବେ। ପ୍ରଥମରେ ସାଧୁ ସନ୍ଥ ମାନଙ୍କର 24, 25, 26 ସାଧୁ ସନ୍ଥଙ୍କ ପରୀକ୍ଷା। ମୁଁ ବି କହୁଛି, ମୁଁ ବି ବଞ୍ଚି ନପାରେ ସେ କର୍ମ ଉପରେ। ସେ କର୍ମ କରିବାକୁ ଆମେ ଉଦ୍ଦିଷ୍ଟ। ମୋ ସାଙ୍ଗରେ ଆଉ କେତେ ଜଣ ଅଛନ୍ତି ସେମାନେ ଉଦ୍ଦିଷ୍ଟ, କିନ୍ତୁ କିଏ ବି କ'ଣ ହବ ମୁଁ କହିପାରିବିନି। 24, 25, 26 ଦଶହରାରୁ ଆରମ୍ଭ ହେଇଯିବ ସୁନିଶ୍ଚିତ। ସତ୍ୟ 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 ତ୍ରିବାର ସତ୍ୟ। 24 ଦଶହରାରୁ ଆରମ୍ଭ ହେଇଯିବ ଯୋଗମାୟା ଖେଳ। ଏଇଟା କେତେବେଳେ ହେଇଥିଲା? ନା ଯେତେବେଳେ ଯୋଗମାୟା ଆସିଥିଲା ଦ୍ୱାପର ଯୁଗରେ, ସେତେବେଳେ ମାଆଙ୍କୁ ଯେତେବେଳେ କଂସ କଚାଡ଼ିବାକୁ ନିଏ, କଂସ ଖସି ପଳେଇଗଲା, ଚଣ୍ଡୀ ଚାମଡ଼ା ତଳେ ରହିଗଲେ। ସେତେବେଳେ କୃଷ୍ଣ ରାହାସ କରୁଥିଲେ, କହିଲେ ତମେ କୁଆଡ଼େ ଯାଉଛ? ନା ଆମେ ଯାଉଛୁ ଆମ କାମ କରିବା, ମା ତ ପଳେଇଲେ ଆମେ ଖାଇବୁ କ'ଣ? ନା ତମେ ଯା ଗାଁରେ ଗ୍ରାମ ଦେବତୀ ହେଇ ରହିବ, କଳି ଶେଷରେ ତମ ମନମାଂସା ପୂର୍ଣ୍ଣ କରିବି। ସେଟା ଅଛି କୃଷ୍ଣ ବିଧବା ଯେତେ ନାରୀ, ସକଳ ମଙ୍ଗଳ ଅମଙ୍ଗଳ କାର୍ଯ୍ୟେ ତାଙ୍କୁ ଭରି, ଦ୍ୱାପର ଯୁଗରୁ ଦେଇଥିଲି ବର, କଳି ସେ ମେଣ୍ଟା ଇବି ମନବାଞ୍ଛା ତାଙ୍କର। ଏଇଟା କୃଷ୍ଣ କହିଛନ୍ତି। ଏଇଟା ଯଦି କହିବେ କେମିତି ଦ୍ୱାପର ଯୁଗରେ କଳିରେ କେମିତି ହବ, ତା ଆଗରୁ ବି ଅଛି। ଯେତେବେଳେ ବିଭୀଷଣ ଆସିଥିଲା ଶରଣ ପଶିବା ପାଇଁକା, ସମସ୍ତ କପିଗଣ କହିଲେ ପ୍ରଭୁ ତାକୁ ଜମା ସ୍ଥାନ ଦିଅ ନା, ସେଇଟା ଛଦ୍ମବେଶ ହେଇଥିବ। ନା ଆରେ ମୋ ବାଁ ଆଙ୍ଗୁଠିର ବାମ ହସ୍ତର କାଣି ଆଙ୍ଗୁଠି ଏତେ ବଳ ଅଛି, ତା ତ ଇଏ ଲଙ୍କା ପଟେ ନାହିଁ କହିକି ଜୀବ କାଉଡ଼ି ପକେଇଲେ। ତାକୁ କେତେବେଳେ ଦେଖେଇଥିଲେ? ନା ଦ୍ୱାପର ଯୁଗରେ ଟେକିକିରି ପାହାଡ଼ ଟେକି ଦେଖେଇଥିଲେ। ତେଣୁ ଭଗବାନ ତାଙ୍କ ଖେଳ କେତେବେଳେ କରିବେ କେହି ଜାଣିପାରିବେ ନାହିଁ। ସମସ୍ତେ କହୁଥିଲେ ବାର, ସମସ୍ତେ କହୁଥିଲେ ବାରରେ ଧ୍ୱଂସ ହେଇଯିବ, ଆଉ କହିଲେ ବାର କିଛି ହବନି। କିନ୍ତୁ ଏଇଠୁ ଖେଳ ଆରମ୍ଭ। ଏଇଟା ଆଜି ବି କୁହାଯାଉଛି ଖେଳ ଆରମ୍ଭ, କାହିଁକିନା ଏଟା ଓଡ଼ିଶା। ଜଗତର ନାଥ ଜଗନ୍ନାଥ ଯହିଁ ବିଦିତ ବ୍ରହ୍ମ ସ୍ୱରୂପ, ତା ଖେଳକୁ ସିଏ କରିବ, କେହି ବି ରଖିପାରିନି। କିନ୍ତୁ ଶେଷରେ ଓଡ଼ିଶାର ଖେଳଟା ଆରମ୍ଭ ହବ। ସବୁଆଡ଼େ ଖେଳ ହେଇ ଶେଷରେ ଓଡ଼ିଶା ଖେଳଟି ଆରମ୍ଭ ହବ। ପ୍ରଭୁ ସେଇଥିପାଇଁ ତାଙ୍କ ବାଟରେ ଅଛନ୍ତି। ଆପଣଙ୍କ 19 ମସିହାରେ କ'ଣ ହେଲା? ନୀଳଚକ୍ରରେ ସେଠି ବାତ୍ୟା ଉଠିଲା। ଆଗରୁ ଉଠିଥିଲେ 69ରେ ହେଇଥିଲା ବାତ୍ୟା ମାଡ଼ ହେଇଥିଲା କି? ପତାକା ଉଡ଼ିଥିଲା କି? କାହିଁ ପୁରୀରେ କାହିଁକି 19 ମସିହାରେ ବାତ୍ୟା ହେଲା? ଆଗରୁ ହେଇନଥିଲା।
এইଥିରୁ ଲକ୍ଷ୍ୟ କରୁଥିବେ ଜଗନ୍ନାଥ କ୍ଷେତ୍ରରେ କିଛି ହେବନି, ଯାହା ହେବ ଶେଷକୁ ହେବ। ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ମା ବାରଭୋଜି। ଏ ଯେଉଁ ଖଣ୍ଡଗିରି ଆଜି କୁମ୍ଭମେଳା ଦେଖୁଛନ୍ତି, ଆଜି ତା'ର ଅନ୍ତିମ ପର୍ଯ୍ୟାୟ। ଇଏ ବହୁ ବର୍ଷ ଚାଲି ଯାଉଛି। ଆଗକାଳରେ ବହୁ ପୂର୍ବରୁ ସାଧୁମାନେ ଆସୁଥିଲେ ଏଠି ସିଦ୍ଧି ଲାଭ କରିବାକୁ। ଏଠି ଅଚ୍ୟୁତ, ଅନନ୍ତ, ଯଶବନ୍ତ, ବଳରାମ ଦାସ, ଜଗନ୍ନାଥ ଦାସ ଏଠି ସିଦ୍ଧ କରିଛନ୍ତି। ଏଠି ବହୁତ ଗୁମ୍ଫା ଅଛି। ନୃସିଂହ ଗୁମ୍ଫା ଅଛି, ଗୁପ୍ତ ଗଙ୍ଗା ଅଛି, ଚେମେଣିଆ ଗୁମ୍ଫା ଅଛି, ରାଣୀ ଗୁମ୍ଫା ଅଛି। ଆପଣଙ୍କର ଏଠି ସ୍ୱର୍ଗ ଗଙ୍ଗା ଅଛନ୍ତି, ଆଉ ପାତାଳ ଗଙ୍ଗା, ଗୁପ୍ତ ଗଙ୍ଗା ଅଛନ୍ତି, ରାଧାକୁଣ୍ଡ ଅଛି, ଆଉ ଶ୍ୟାମକୁଣ୍ଡ ଅଛି। ଇଏ ବହୁ ଗୁପ୍ତ ଭାବରେ, ୟା ଚାରିକର ଯାକ ସବୁ ସାଧୁମାନଙ୍କର ବସ ସ୍ଥାପନା। ଏଠି କେବଳ ଅରିକ୍ଷିତ ଦାସ ଏଠି ଆସିକିରି ସିଦ୍ଧି ଲାଭ କରିଥିଲେ। ସେ ଏଠି ରହି ଲେଖିଥିଲେ କ'ଣ ନା ତାଙ୍କର ଯେଉଁ ଲେଖିଥିଲେ ଗୀତା ଲେଖିଥିଲେ ଆଉ ସବୁ ସିଦ୍ଧି ଲାଭ କରି ଏଠି ଯାଇଥିଲେ। ଏଇଟା ହେଉଛି ଅରିକ୍ଷିତ ଦାସ ପାଇଁ ବେଶୀ ପ୍ରସିଦ୍ଧ। ଅରିକ୍ଷିତ ଦାସ ଏଠିକାର ନା। ଆଉ ଖାରବଳଙ୍କର ଏଇଟା ହେଉଛି ଏଠି ରାଣୀ ଗୁମ୍ଫା ଅଛି। ରାଣୀ ଯେତେବେଳେ ଆସିକିରି ସବୁ ସାଧୁମାନଙ୍କୁ ଦେଖା କରୁଥିଲେ। ଏହା ଜଙ୍ଗଲ ଥିଲା, କାଳକ୍ରମେ ଧ୍ୱଂସ ହେଇ ଏତିକି ମାତ୍ର ଅଛି। କିନ୍ତୁ ଏଇଟା ହେଉଛି ସିଦ୍ଧପୀଠ। ଏଠି ବର୍ତ୍ତମାନ କ'ଣ କରାହେଉଛି, କିଛି ବାବାଜୀ ଆସି କେବଳ ମାନେ ପୋଥି ବିଚାର, ଅମକ ବିଚାର, ସମକ ବିଚାର ହାତ ଦେଖା କରୁଛନ୍ତି। ସେଟା ସିଦ୍ଧି କରିବା ଆସୁନାହାନ୍ତି, ଏଠି ବେପାର କରିବାକୁ ଆସୁଛନ୍ତି। କେବଳ ଯେଉଁମାନେ ଧୁନି ପକାଇକିରି ନାମ କୀର୍ତ୍ତନ କରି ଯେଉଁମାନେ ବସୁଛନ୍ତି ସେମାନଙ୍କର କିଛି ନାହିଁ। ସେମାନେ ତାଙ୍କର ଯେଉଁ ଯାହା ଦେଲେ ସେମାନେ ପଞ୍ଚ ଆତ୍ମା ପରମେଶ୍ୱର କହି ଆସ ତମେ ଧୁନିରେ ଆହୁତି ଦିଅ। ଏଇଟା ହେଉଛି ବେଦକୃତ ଯଜ୍ଞ। ବର୍ତ୍ତମାନ ଖଣ୍ଡଗିରିର ଆଜି ସମାପ୍ତ ଜିନିଷ। ଖଣ୍ଡଗିରି ଯେ ମହାନ ଜିନିଷ, ଦିନେ ଏଇ ଖଣ୍ଡଗିରି କମ୍ପି ଉଠିବ। ଏଇଟା ହେଉଛି ଧୂଳିକ୍ଷେତ୍ର। ଏଠାରେ ସମସ୍ତେ ଯେଉଁ ଆସନ୍ତି ୟାର ଧୂଳି କଣା ବି କାମ କହିବ। ଖଣ୍ଡଗିରି ଆଉ ଉଦୟଗିରି ଏ ଦୁଇଟା ମିଶ୍ରଣ ସ୍ଥାନ। ଏଇଟା ଯେତେବେଳେ ହନୁମାନ ଗନ୍ଧମାର୍ଦ୍ଦ ନେଇ ଯାଉଥିଲେ, ସେଥିରୁ ଭରତଙ୍କ ବାଟୁଳି ଖଣ୍ଡାରେ ଖଣ୍ଡିଏ ଭାଙ୍ଗି ପଡ଼ିଥିବାରୁ ତା ନାଁ ଖଣ୍ଡଗିରି। ୟା ଚାରିକର ତ ବହୁତ ପାହାଡ଼ ଅଛି, କିନ୍ତୁ ଏ ପାହାଡ଼ ନା କାହିଁ ଖଣ୍ଡଗିରି ହେଇ ଯେ ୟାର ଏତେ କିମ୍ବଦନ୍ତୀ ରହିଛି। ଅନ୍ୟ ପାହାଡ଼କୁ କେହି ଯାଉନାହାନ୍ତି। କ'ଣ ପାଇଁ ଯାଉନାହାନ୍ତି? ଏଠି ଉଦୟଗିରି କେହି ଯାଉନାହାନ୍ତି। ଉଦୟଗିରି ଯାଉଛନ୍ତି, ପଳେଇ ଆସୁଛନ୍ତି, କିନ୍ତୁ ଏଠି ଧୁନି ପକାଉଛନ୍ତି କାହିଁକି ନା ଏଇଟା ସିଦ୍ଧପୀଠ। ମା ବାରଭୋଜି ଅଛନ୍ତି ଏଠି। ଏଠି ଲକ୍ଷ୍ମୀ ଅଛନ୍ତି, ସରସ୍ୱତୀ ଅଛନ୍ତି, ମହାଯୋଗମାୟା ଅଛନ୍ତି। ତାଙ୍କୁ ବହୁତ ଗୁମ୍ଫା ଅଛି, 752 ଗୁମ୍ଫା ଅଛି। ଗୁମ୍ଫାରେ ବସିକିରି ଆପଣମାନେ ଯଦି ଯେକୌଣସି ଲୋକ ଯଦି ବସିକିରି କୌଣସି ଖାଲି ଓମ୍ ଜପ କରିବ, ସେ 7 ଦିନ ବି କିଛି ଦର୍ଶନ କରିପାରିବ। ଏଇଟା ଖଣ୍ଡଗିରିର ବିଶେଷତ୍ୱ। କିନ୍ତୁ ବଡ଼ ଦୁଃଖର ବି ହାତ ଦେଖାଠୁ ନେଇ କହିଲେ ସବୁ ସାଧୁ ଆସିଛନ୍ତି। ସେମାନେ ସବୁ ଆଇଛନ୍ତି କ'ଣ ନା ଭଣ୍ଡ ସାଧୁ। ନା ସମସ୍ତେ ଭଣ୍ଡ ନୁହନ୍ତି, ସେମାନେ ଭଣ୍ଡମାନଙ୍କ ଗଲେ। ଆରେ ଯେଉଁଠି ଲୋକଙ୍କ ବୋଝେ ସେଇଠି କ'ଣ ସାଧୁ ରହିବେ? ସେଠି ସାଧୁ ରହିବେନି, ସେମାନେ ପଇସା ବ୍ୟବସାୟ କରିବାକୁ ଆଇଛନ୍ତି। ଯେଉଁଭଳିଆ ସେଇଠି ସାଧୁ ରହିବେ, ସେଠି କେହି ରହିବେନି। କେବଳ ଧୁନି ରହିବ ଆଉ ଜଗନ୍ନାଥଙ୍କ ତତ୍ତ୍ୱ ରହିବ। ଜଗନ୍ନାଥ ତତ୍ତ୍ୱ ରହିବ ଏଠି। ଜଗନ୍ନାଥ ତତ୍ତ୍ୱ ଉପରେ କିଛି ରହିବ ନାହିଁ। ଦେଖନ୍ତୁ ଆମର ଏଠି ସବୁ ଜଗନ୍ନାଥ ତତ୍ତ୍ୱ ଉପରେ ଆଧାରିତ। ଯେତେ ପ୍ରକାର ଅଣାକ୍ଷର ବଣାକ୍ଷର ସବୁ ଜଗନ୍ନାଥ ତତ୍ତ୍ୱ ଉପରେ ଆଧାରିତ। ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ଯିଏ ଜଗତର ପିତା, ତାଙ୍କର ତତ୍ତ୍ୱ ଉପରେ ଆଧାରିତ। ଏଠିକି ଯେଉଁମାନେ ଆସନ୍ତି ସେମାନେ ତାଙ୍କ ନିଜ ହାତରେ ତାଙ୍କୁ ଦିଆଯାଏ, ତମେ ତମର ମନସ୍କାମନା ପୂର୍ଣ୍ଣ କରିବାକୁ ଅଗ୍ନିକି ଆବାହନ କର। ଅଗ୍ନି କତିରେ ଦିଅ ଖାଇବା କ'ଣ। ଏଠି କାହାକୁ ମଗା ନାହିଁ, ଯଥା ନାହିଁ, କିଛି ନାହିଁ। ଆଉ ସେ ଅନ୍ୟଠାରେ ସେପଟ ଦେଖିବେ ସବୁ ବସିଛନ୍ତି। କିଏ ହାତ ଦେଖୁଛି, କିଏ ଇନ୍ଦ୍ରଜାଲ କରୁଛି, କିଏ କହୁଛି ମୁଁ କାଠି ଚଲାଉଛି, କିଏ କହୁଛି ଅମକ କରୁଛି, ଆଶ୍ରମ କରୁଛି। ତାପରେ ଯେଉଁ ନାଗା ସାଧୁମାନେ ଆସିଛନ୍ତି ସେମାନେ ତାଙ୍କ ବୟସରେ ଟୀକା ଲଗାଉଛନ୍ତି। ଆମେ ଏଠି କ'ଣ ଆମେ ଯଦି ଓଡ଼ିଆ, ଆମେ ଗାଁରୁ ଆଇଛେ କି ସହରରୁ ଆଇଛେ, ଆମ କତିରେ ନାହକ ଅଛନ୍ତି, ବ୍ରାହ୍ମଣ ଅଛନ୍ତି, ଆମ ଆଖପାଖରେ ସାଧୁ ଅଛନ୍ତି। ଆମେ କ'ଣ ତାଙ୍କଠୁ ବୁଝିପାରେନି ଏଇଠି ଆସି ଦେଖେଇବା? ନା, ସିଏ ପ୍ରକୃତରେ ଏଠିକି ଯେଉଁମାନେ ଆସିଛନ୍ତି ସେମାନେ କେବଳ ବେପାର କରିବାକୁ ଆସିଛନ୍ତି, କିନ୍ତୁ ଅନ୍ୟ କରି ଆସିନାହାନ୍ତି। ବହୁ ସାଧୁ ଅଛନ୍ତି ଗୁପ୍ତରେ,
ସେମାନେ ଚୁପଚାପ ବସିଛନ୍ତି, ଟିକେ ଟିକେ ଧୁନି କରି ବସିଛନ୍ତି। ଆଉ ଯେଉଁମାନେ ଧୁନି କରିନାହାନ୍ତି ସେଇମାନେ ହିଁ ବେପାର କରୁଛନ୍ତି। ଯେଉଁମାନେ ଧୁନି କରିବେ ସେ କାହାକୁ କିଛି କହିବେନି, ସେ ତାଙ୍କ ଧୁନି ଜାଳିକି ବସିବେ। କାହିଁକି? ତା ନା 9 ଦିନ ସେମାନେ ଧୁନି କଲେ ସେମାନଙ୍କ ବର୍ଷକ କାମ ସିଦ୍ଧି ହେବ। ସେ ଯାହାକୁ ଯାହା କହିଥିବେ ତାଙ୍କ କାମଟା ସିଦ୍ଧି କରିବାକୁ ଆସିବେ। କାହାକୁ କହିଥିବେ ହଁ କରୁ, ମା ଚାଲ ସେଠି ଧୁନି ପଡ଼ିବ, ସେଇଠି ମାଆଙ୍କ କତିରେ ସିଦ୍ଧି ହେବ। କିନ୍ତୁ ଯେଉଁମାନଙ୍କର ଧୁନି ନାହିଁ ସେମାନେ ପ୍ରକୃତରେ ଆସିଛନ୍ତି ବେପାର କରିବାକୁ। ଆଉ ସେ ତାଙ୍କଠୁ ନେଇକିରି ବାଇଟି ତାଙ୍କଠୁ ନେଇକିରି କ'ଣ ଲାଭ ଅଛି? ଏଇଟା ପ୍ରକୃତରେ ସିଦ୍ଧପୀଠ। ଏଠି କୌଣସି ବାବାଜୀ ସାଧୁମାନେ ଯେଉଁମାନେ ସେମାନେ ଗୁପ୍ତରେ ଅଛନ୍ତି ସେମାନେ କାହାକୁ ସେମାନେ ତାଙ୍କର ଧୁନି ପକାଇ ବସିଛନ୍ତି। ଏ 9 ଦିନ ପରେ ପୁଣି ବର୍ଷକ ପରେ ସେମାନେ ଏଠିକି ଆସିବେ କେବଳ ଧୁନି ଜାଗ୍ରତ କରିବା ପାଇଁକା। ହଁ, ଆଗରୁ କୋଣ ଧୁନି ପଡ଼ୁଥିଲା। ଲୋକମାନେ ଆଗେ କେମିତି ଧୁନି ପଡ଼ୁଥିଲା ନା 4 କଡ଼ିଆ କରିଦେଇକି ଛୋଟିଆ ଛୋଟିଆ ଗୋଟା ଯେମିତି ରୋଷେଇ କରୁଥିଲେ, ରୋଷେଇ ଭଳିଆ କରୁଥିଲେ। ତାକୁ ବୃହତ୍ତର କରାହେଇଛି। ଧୁନି ବେଳେ ସେ ଯେଉଁ ଆମ୍ବ ଗଛଟି ଅଛି ତା 4 କର ପଡ଼ୁଥିଲା, ସେ କରେ ପଡ଼ୁଥିଲା। ସମସ୍ତେ ଧୁନି କରୁଥିଲେ, ଧୁନି କରି ଜପ କରୁଥିଲେ ଆଉ ବେଦୋକ୍ତରେ କର୍ମ କରୁଥିଲେ। ବର୍ତ୍ତମାନ କ'ଣ କରୁଛନ୍ତି ନା ତନ୍ତ୍ର ମନ୍ତ୍ର କରି କରୁଛନ୍ତି। ଖଣ୍ଡଗୀତ ମାଳିକା ବି ତ ଖଣ୍ଡଗୀତ ବହୁତ ଅଛି। ଏଇଠି ଆପଣ ଶ୍ୟାମପୁର, ଆପଣଙ୍କ ଶ୍ୟାମପୁରରେ ଅଛନ୍ତି କିଏ? ଅଭିରାମ ସରସ୍ୱତୀ। ସିଏ ଏଇ ଖଣ୍ଡଗିରିରୁ ସ୍ୱପ୍ନାବାସ ପାଇ ପୋଲିସ ଚାକିରି କରିଥିଲେ। ସ୍ୱପ୍ନାବାସ ପାଇ ଆମର ନୃସିଂହ ଗୁମ୍ଫାରୁ ବହୁ ପୋଥି ନେଇ ରଖିଛନ୍ତି। ସେ ବାଣ୍ଟିବେ, ଦିନେ ବେଳ ଆସିବ ସେମାନେ ବାଣ୍ଟିବେ। ଏଇ ଖଣ୍ଡଗିରିରୁ ଉଦ୍ଧୃତ ପୋଥି ଯାଇ ଶ୍ୟାମପୁରରେ ଅଛି, ସେ ରଖିଛନ୍ତି। ବହୁ ସଜାଗ ରଖିଛନ୍ତି, ସେଠି ବହୁତ ଜିନିଷ ବାହାରୁଛନ୍ତି। ସେ ହେଉଛନ୍ତି ଅଭିରାମ ସରସ୍ୱତୀ। ତାଙ୍କୁ ସିଏ ଜମା ଏଠିକି ଆସନ୍ତିନି। ତାଙ୍କର ଏଇ 9 ଦିନ ତାଙ୍କ ସେଠି ଆଶ୍ରମରେ କାମ ହୁଏ। ସବୁ ସାଧୁସନ୍ଥ ସେଠିକି ଯାଆନ୍ତି, ତାଙ୍କ ସାଙ୍ଗେ ସମ୍ପର୍କ ରଖନ୍ତି। ଆଉ ସିଏ ସବୁ ଯାହାକୁ ଯାହା ଦେଖିକିରି ଜିନିଷ ଦିଅନ୍ତି। ଯେଉଁ ସାଧୁ ଯାହା ଚଳେଇ ପାରିବ ତାକୁ ସେ ଦିଅନ୍ତି। ଏ ହେଲା ଖଣ୍ଡଗିରିର ବିଶେଷତ୍ୱ। ଆଉ ମାଳିକା ବର୍ଣ୍ଣିତ କ'ଣ କୁହାଯିବ? ଏଇଟା ତ ମାଳିକା ବର୍ଣ୍ଣିତ। ଏଇଟା ସବୁ ଯେତେ ମହାପୁରୁଷ ଏଇଠି ସିଦ୍ଧି କରିଛନ୍ତି। ଚୈତନ୍ୟ ବି ଏଠିକି ଆଇଛନ୍ତି। ଏଇଟା ହେଉଛି ସିଦ୍ଧପୀଠ। ମାଳିକାର ପ୍ରସାର ଚାଲିଛି। କିନ୍ତୁ ବାଲେଶ୍ୱରଠୁ ଗଞ୍ଜାମ ପର୍ଯ୍ୟନ୍ତ ସମସ୍ତେ ଠାକୁର। କିନ୍ତୁ ମାଳିକା ବି ସେ ତାଙ୍କର ଯେଉଁ ଗାଦି ଅଛି ତାକୁ କେହି ଦେଖୁନାହାନ୍ତି। ମାଳିକା ଅଚ୍ୟୁତଙ୍କର ଅନନ୍ତଙ୍କର ଏଭଳିଆ ପୋଥି ତାକୁ ଯିଏ ପଢ଼ିବ ସିଏ ବି ପାଗଳ ହେବ, ଆଉ ସିଏ କହିବ ଠାକୁର। ମାଳିକା ଅଛି, କିନ୍ତୁ ମାଳିକାର ଆରମ୍ଭ କଳିଯୁଗର ସମାପ୍ତ ନିଶ୍ଚିନ୍ତ। 20ରୁ ଆରମ୍ଭ ହେଇଛି। ଅନନ୍ତ ଯୁଗ ଏ 24ରୁ ଆରମ୍ଭ ହେଲା, 47 ପର୍ଯ୍ୟନ୍ତ ଚାଲିବ। ଆସ୍ତେ ଆସ୍ତେ ତାର କର୍ମ ହେବ। ପ୍ରଥମେ ସାଧୁ ସନ୍ଥମାନଙ୍କ ପରୀକ୍ଷା ହେବ। ପ୍ରଥମେ କାହିଁକି ନା ଭଗବାନ ସାଧୁକୁ ସାବଧାନ କରିଛନ୍ତି, ଅନ୍ୟ କାହାକୁ ସାବଧାନ କରିନାହାନ୍ତି। ଭକ୍ତକୁ ତାଙ୍କ ସାବଧାନ କରିନାହାନ୍ତି। ସାଧୁ ସାବଧାନ କାହିଁକି ନା ସାଧୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚଦନ। ସାଧୁ ଯେଉଁଠାରେ ରହିଥାଏ ଭଗବାନ ତା ଦେହରେ ବାସ କରନ୍ତି। ସେ ଗୋଟେ ଘଟ। ସାଧୁ ହେଲେ ଖାଲି ନ ସେ ମଣିଷ, କିନ୍ତୁ ତା ଆତ୍ମାଟା ସେ ସିଦ୍ଧ କରିଥାଏ। ତେଣୁକରି ଭଗବାନ ସେଇଠି ତା ଦେହରେ ବାସ କରନ୍ତି। ଯାହା କୁହନ୍ତି ସତ୍ୟ କଥା କୁହନ୍ତି, ନହେଲେ କିଛି କୁହନ୍ତିନି। ତେଣୁକରି ସାଧୁମାନେ ବର୍ତ୍ତମାନ ମହାଗୁପ୍ତରେ ଅଛନ୍ତି। ଗୁପ୍ତର ସାଧୁମାନେ ଯେଉଁମାନେ ସାଧୁ ପ୍ରକୃତ ସାଧୁ ସେମାନେ ଠିକ୍ ରହିବେ। କେମିତି ଜାଣିବ ସାଧୁ? ଆଗ ସାଧୁ ପଚାର। ଆଗ ପ୍ରଥମେ ସାଧାରଣ ଲୋକ ଜାଣୁ ଯେ ତା ଗାଁରେ ଗ୍ରାମ ଦେବତୀ ଅଛି, ତା ଗାଁରେ ଇଷ୍ଟ ଦେବତା ଅଛି ଯେଉଁ ଜନ୍ମ ହେଇଛି, ସେଠିକା କି ସାଧୁ ଅଛନ୍ତି। ତାଙ୍କ ସାଙ୍ଗେ ସମ୍ପନ୍ନ କରିକିରି ମେଳାକୁ ଆସିଲେ ଲୋକ ବସିଛନ୍ତି ତାଙ୍କ ଦେଖେ। ଆଉ ଆଜିକାଲି ତ ସାଧୁ ନାହାନ୍ତି। ଯେଉଁମାନେ ବୁଲୁଛନ୍ତି ସେମାନେ ସାଧୁ ନୁହନ୍ତି, ସେମାନେ ଅସାଧୁ। ରାବଣ ଖୋଳ ପିନ୍ଧି ସେମାନେ ବୁଲୁଛନ୍ତି। ଆଉ ଯେଉଁମାନଙ୍କର ମଠ ଆଶ୍ରମ ଅଛି ସେମାନେ ପ୍ରକୃତ ସାଧୁ କି ମହନ୍ତ ସେମାନେ। ଆଉ ଆଜିକାଲି ଯେଉଁମାନେ ବୁଲୁଛନ୍ତି ଯେ ଦଶରାଜ ସନ୍ନ୍ୟାସୀ କହିକିରି ଗିରିନାମା ସନ୍ନ୍ୟାସୀ, ସେମାନେ ସବୁ ହେଉଛନ୍ତି ଅସାଧୁ। ସେମାନେ ତ ଧର୍ମ ରକ୍ଷା କଲା ଲୋକ, ସେମାନେ କ'ଣ ଭଜନ କରିବେ?
ଯେଉଁମାନେ ରାମାନନ୍ଦୀ ସେମାନେ ବସି ଯୋଗ ଫେରେ କେଉଁଠି ଯୋଗ କରୁଛନ୍ତି କେଉଁଠି ତ ଯୋଗ କରୁନାହାନ୍ତି ଯୋଗ ସ୍ଥାନ ଏଇଟା ହେଲା ଯୋଗ ସ୍ଥାନ ଏଠି ଯଦି ବସ ଯୋଗ କର ଯିଏ ଯାହା ଦେଲା ମାଳିକା ହଉଛି 600 ବର୍ଷ ତଳେ ପଞ୍ଚସଖା ମାନେ ତାକୁ ଲେଖି ଯାଇଥିଲେ। ଅବିକା ସମସ୍ତେ ସେ ଜିନିଷକୁ ବ୍ୟାଖ୍ୟା କରିକି ଯିଏ ଯାହା ମନକୁ ଆସୁଛି ମତରେ କହିଯାଉଛି, ତାକୁ ନେଇକି ଆପଣ କ'ଣ କହିବେ? ନା ତାହା ହିଁ ଭୁଲ, ଯାହା କହୁଛନ୍ତି ଭୁଲ, କରିକି ଦେଖେଇ ପାରିବେ କି? କହୁଛନ୍ତି ଏଇଟା ଗୁପ୍ତ ଜିନିଷ, ପୁଣି ତାକୁ ଖୋଲି ନା ଖୋଲୁଛ ସେମାନେ କହୁଛନ୍ତି ଗୁପ୍ତ ଜିନିଷ, ଗୁପ୍ତ ସତ୍ୟ, ମାଳିକା ଗୁପ୍ତ ସତ୍ୟ କିନ୍ତୁ ଖଣ୍ଡନ କରୁଛନ୍ତି। ହଁ ଆଜ୍ଞା। କାହିଁକି ନା ଖଣ୍ଡଗିରିରେ ବହୁ ପୂର୍ବରୁ ଖାରବେଳଙ୍କ ଅମଳରୁ ଏଠି ମଧ୍ୟ ମେଳା ହେଉଥିଲା, ଖଣ୍ଡଗିରି ମେଳା ହେଉଥିଲା, ଏବେ ନୁହଁ ରାଜାଙ୍କ ଅମଳରୁ ହେଉଥିଲା। ସ୍ୱାଧୀନ ଦେଶ ସ୍ୱାଧୀନ ପରେ ସେଟା ବର୍ତ୍ତମାନ ଯାତ୍ରା ଜଗତକୁ ପଳେଇ ଯାଇଛି। ଆଉ କିଛି ସାଧୁମାନେ ଆଜି 9 ଦିନ, କାହିଁକିନା ସୂର୍ଯ୍ୟଙ୍କ ଜନ୍ମଦିନ ହେଉଛି କେଉଁଟା ମାଘ ସପ୍ତମୀ, ସେଠୁ ଅଗିରା ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏଠି ଚାଲିଛି ନବରାତ୍ର, ଯାହା କହୁଛନ୍ତି ନବରାତ୍ର, ସୂର୍ଯ୍ୟ ନବରାତ୍ର କୁହାଯାଏ, ୟାକୁ କୁହାଯାଏ ସୂର୍ଯ୍ୟ ନବରାତ୍ର। ତାକୁ ବି ମଧ୍ୟ ସାଧୁମାନେ ଜାଣିନାହାନ୍ତି, ଏଇଟା ହେଉଛି ସୂର୍ଯ୍ୟ ନବରାତ୍ର। ଆଉ ସେମାନେ କୋଣାର୍କରେ ବୁଡ଼ ପକାଇବେ, ଏଠି ଆସି ମେଳା କରିବେ, ଧୁନି ପକାଇବେ, ସୂର୍ଯ୍ୟ ଅଗ୍ନି ଆଣିକି ଏଠି ଧୁନି କରିବେ। ସୂର୍ଯ୍ୟ ଅଗ୍ନି ନ ଆସିଲେ ଯଜ୍ଞ ହେବ କି? ହେଇପାରିବ ନାହିଁ। ତେଣୁକରି ମାଘ ସପ୍ତମୀ ଦିନ ଏଠି ଧୁନି ପଡ଼େ। ଧୁନି ଯଜ୍ଞ ହିଁ ଏହାର ଶ୍ରେଷ୍ଠ ଯଜ୍ଞ, ଧୁନି ଯଜ୍ଞ ହିଁ ଖଣ୍ଡଗିରିର ଶ୍ରେଷ୍ଠ ଯଜ୍ଞ। ଖଣ୍ଡଗିରିର ଯୋଉ ଶେଷ ଯଜ୍ଞ କରାଯାଉଛି କୋଉ ଉଦ୍ଦେଶ୍ୟରେ ହଉଛି? କେବଳ ସିଦ୍ଧି ଲାଭ କରିବା ପାଇଁକା, ଜନମାନସ କଲ୍ୟାଣ କିଛି ନାହିଁ। ଜନମାନସ କଲ୍ୟାଣ ଏଇଥିରେ ହବ। କ'ଣ ଆପଣ କହୁଛନ୍ତି ସିଦ୍ଧି ଲାଭ ପାଇଁ? ପୁଣି ଆରେ ସାଧୁମାନେ ସିଦ୍ଧି ଲାଭ ନେବେ, ଜନମାନସ ଆସିଲେ ସେ ଧୁନିରେ ମୁଣ୍ଡିଆ ମାରିବେ, ଧୁନିରେ ତାଙ୍କର କିଛି ଦାନ କରିଦେଇ ଯିବେ। କ'ଣ ଘିଅ, ଜନମାନସ ଆସିଲେ ଘିଅ ଆଣନ୍ତୁ, ନଡ଼ିଆ ଆଣନ୍ତୁ, ଭୋଗରାଗ ଆଣନ୍ତୁ, ଦାନ କରନ୍ତୁ। ଆଉ ଯେଉଁମାନେ ଆଇଛନ୍ତି ପଇସା ପାଇଁକା ସେମାନେ ପଇସା ନେଇକି ଚାଲିଯିବେ। ସେମାନେ କ'ଣ କରୁଛନ୍ତି, ଗୋଟିଏ ସାଧୁ ବମ୍ ପୁରୀ, ସେ ଯାହାକୁ ଆପଣ କ'ଣ ପାଇଁ ଆଇଛନ୍ତି? ନା ପଇସା ପାଇଁ? ଆମେ ପଇସା ପାଇଁ ଆସିନୁ, ଆମର ଏଠି ଧୁନି କରି ବଇଛୁ, ଆମେ ଧୁନି କରି ବଇଛୁ, ଏଠି ଆମେ ଧୁନି କରି ବଇଛୁ। ଜଣେ ବମ୍ ପୁରୀ ଆଇଛନ୍ତି ବାହାରୁ, ସେ କିନ୍ତୁ କ'ଣ ଯେଉଁମାନେ ଆସୁଛନ୍ତି ତାଙ୍କ ତମେ ଆଣ, ଘିଅ ଆଣ, ଫଳ ଆଣ, ତମେ ନିଜେ ଧୁନିରେ ଆହୁତି ଦିଅ, ତମେ ନିଜେ ଧୁନିରେ ଆହୁତି ଦିଅ। ତମର ଇଷ୍ଟ, ମୁଁ ମହାକାଳେଶ୍ୱର ଆସିଛି, ସେ କହୁଛନ୍ତି ମୁଁ ମହାକାଳେଶ୍ୱର ଆସିଛି, ଆପଣମାନେ ମହାକାଳେଶ୍ୱର ନାହାନ୍ତି, ମହାକାଳ ଆପଣଙ୍କର ଦୂର ହୋଇଯିବ। ସେମିତି ଅନ୍ୟମାନେ, ଆଉ ଅନ୍ୟମାନେ ତ ଏଠି ବସିଛନ୍ତି, କ'ଣ କରୁଛନ୍ତି ଆଉ? କିନ୍ତୁ ଧୁନି, ଏଇଟା ହେଉଛି ଧୁନି ଯଜ୍ଞ। ଏଠି ମହାପୁରୁଷ ଅଜିତ ଦାସ କରିଥିଲେ, ଆଉ ଅନ୍ୟ ମହାପୁରୁଷମାନେ କରିଥିଲେ। ଏଇଟା ହେଉଛି କେବଳ ଧୁନି ଯଜ୍ଞ। ଏଇଟା ଧୁନି ପକେଇ ରହିବ ଆଉ ଜପ କରିବ। ଏଇଟା ହେଉଛି ଖଣ୍ଡଗିରିର ସିଦ୍ଧସ୍ଥାନ। କାହିଁକିନା ମାଆକୁ ସେବିଲେ ବାପାକୁ ପାଇ, ଏଠି 12 ଭୁଜି, ସବୁଠି 10 ଭୁଜା ଦୁର୍ଗା, ଏଠି 12 ଭୁଜା ଦୁର୍ଗା, 2 କରରେ ଅଛନ୍ତି, ମଝିରେ ଜଗନ୍ନାଥ ଅଛନ୍ତି। ଏଇଟା ଗୁପ୍ତ କ୍ଷେତ୍ର ନିଶ୍ଚିନ୍ତ, କିନ୍ତୁ ଗୁପ୍ତ କ୍ଷେତ୍ରକୁ ପରିପ୍ରକାଶ କରିବା ବର୍ତ୍ତମାନ ଯେଉଁଟା ମହାପୁରୁଷଙ୍କ ଲେଖା ଅନୁଯାୟୀ ପରିପ୍ରକାଶ ହେବ। ଅଜିତ ଦାସଙ୍କ ମାଳିକା ଦେଖନ୍ତୁ, ସବୁ ଖଣ୍ଡଗିରି ବିଷୟ ଅଛି। ଅଜିତ ଦାସଙ୍କ ମାଳିକାରେ ଖଣ୍ଡଗିରି ବିଷୟ ସବୁ ଅଛି। ଅଜିତ ଦାସ ଏଇଠୁ ଜ୍ଞାନ ପାଇ, ସିଏ ହେଉଛନ୍ତି ରାଜା ଘର ପୁଅ, ସିଏ ହେଉଛନ୍ତି ପାହାଡ଼ାଖଣ୍ଡ ରାଜାଙ୍କ ପୁଅ ମହାରାଜ। ସିଏ ଯାଇକିରି ସେ ଓଳାଶୁଣୀ ଅଛନ୍ତି, ସିଏ ତାଙ୍କ ଆଶ୍ରମଟା ଏଠି କୋଉଠି? ଅଜିତ ଦାସ ଗାଦି ପାଦୁକା ଆଶ୍ରମ ଖଣ୍ଡଗିରି ପାଦୁକା ଉଦୟଗିରିରେ। ଏଇଟା କ'ଣ ରିଏଲ୍ ପାଦୁକା ଆଶ୍ରମ? ହଁ, କ'ଣ ପ୍ରମାଣ ଅଛି ଆପଣଙ୍କ ପାଖରେ? ସେଠି ପାଦୁକା ସେଠି ଅଛି ନା, ସେଠି ପାଦୁକା ଅଛି, ଧୁନିକୁଣ୍ଡ ଥିଲା, ସେଠି ଧୁନିକୁଣ୍ଡ ବର୍ତ୍ତମାନ ଏଇଟା ବହୁ ପୂର୍ବରୁ ଅଛି। ଏଇଟା କ'ଣ ଏବେ ଅଛି? ଯେଉଁ ପାଦୁକା ଆଶ୍ରମ ଏଇଟା ବହୁ ପୂର୍ବରୁ ଅଛି, ଏଇଟା ବହୁ ପୂର୍ବରୁ ଅଛି ପାଦୁକା ଆଶ୍ରମ। ସେଠି ଧୁନିକୁଣ୍ଡ ଥିଲା, ସେଠି ସେ ବାବାଜୀ ମାନେ ରହିଲେ ଧୁନିକୁଣ୍ଡ ଲିଭା ହେଇଛି, ସେଠି ପାଦୁକା ପୂଜା ହେଉଛି। ବାବା ଆମକୁ କହିଥିଲେ ସେଇଟା ଆକ୍ଚୁଆଲି ପାଦୁକା ଆଶ୍ରମ ନୁହେଁ। ନା ସେଇଟା, ଆରେ ଆମେ କ'ଣ ମନ୍ଦିର ତିଆରି କରିଛୁ? ମନ୍ଦିର ସେମାନେ ତିଆରି କରିଛନ୍ତି। ଆରେ ଆଉ ଏଇଟା କ'ଣ ଯେଉଁ ଅଜିତ ପାଦୁକା ଆଶ୍ରମ, ସେଇଟା କ'ଣ କିଏ ତିଆରି କରିଛି? ସେଇଟା ବହୁ ପୁରୁଣା ପ୍ରାଚୀନ, ମାନେ ରାଜା ଅମଳ ମନ୍ଦିର ସେଇଟା। ଆଉ ପାଦୁକା ଆଶ୍ରମ କହି କାଟିଦେଲେ ହେବ କେଉଁଠି? ଏଇଟା ପାଦୁକା ଆଶ୍ରମ ସେ କୋଟିକ। ଅଜିତ ଦାସଙ୍କ ଗାଦି କେଇଟା? ଗୋଟା ହେଉଛି ଓଳାଶୁଣୀ, ଆଉ ଗୋଟା ଏଠି, ଆଉ ତ ଗୋଟେ ତାଙ୍କ ଗାଦି ନାହିଁ। ଆଉ ନୂଆ ତିଆରି ହେଇଛି। ଅଜିତ ଦାସ ପ୍ରକୃତ 2 ଜାଗା କରିଥିଲେ। ଅଜିତ ଦାସ କହିଥିଲେ ପାରାଦୀପ ବୋଲି ଯେବଣ ସ୍ଥାନ, ସେଠାରେ ହଜିବ ସାଧୁଙ୍କ ଜ୍ଞାନ। ସେ କହିଥିଲେ
ସାଧୁ ସାବଧାନ ସେଇ କହିଥିଲେ, ଅନ୍ୟ କେହି କହିନଥିଲେ। ଠିକ ମୋ ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।